ରାଧେଶ୍ୟାମ। ତ ଫ୍ରେଣ୍ଡସ୍ ଜାଣିବା ଯେ ଯେତେବେଳେ ଆମେ ନାମ ନେବା ଆରମ୍ଭ କରୁଛନ୍ତି ସେତେବେଳେ ଠାରୁ ଆମ ସହିତ ବହୁତ ସାରା ଅଶୁଭ ଘଟିବାରେ ଲାଗିଥାଏ। କ'ଣ ଯେତେ ସାରା ସମସ୍ୟା ପ୍ରବଳ ବେଗରେ ଆସିବାରେ ଲାଗିଥାଏ ଓ ଆମେ ଭାବନ୍ତି ଏସବୁ ମୋ ସହିତ କାହିଁକି ହେଉଛି, ମୁଁ ତ ଭଗବାନଙ୍କ ନାମ ନେଉଛି, କିନ୍ତୁ ଯେବେଠାରୁ ନାମ ନେଉଛି ସେଇ ଦିନଠାରୁ ମୋ ସହିତ ବହୁତ ଅସୁବିଧା ହେବାରେ ଲାଗିଛି, ବହୁତ ସମସ୍ୟା ହେବାରେ ଲାଗିଛି। ତ କାହିଁକି ହେଉଛି ସେଇ ବିଷୟରେ ଜାଣିବା। ତ ଏଇ କଥା ଜାଣନ୍ତୁ, ଆଗରୁ ଆପଣ ନର୍ମାଲ ଜୀବନକୁ ଜିଉଁଥିଲେ, ଏମିତି ଜାଣିପାରୁନଥିଲେ, ଏମିତି ଜିଉଁଥିଲେ, କିନ୍ତୁ ଯେବେଠୁ ଚାହିଁଲେ ମୁଁ ଭଗବାନଙ୍କର ନାମ ନେବି ଓ ଆଜିଠାରୁ ମୋ ଜୀବନକୁ ମୁଁ ସାର୍ଥକ କରିବି, ମୁଁ କିଛି ପୁଣ୍ୟ ଅର୍ଜନ କରିବି, କିନ୍ତୁ ସେଇ ଦିନଠାରୁ ସମସ୍ୟା ହିଁ ସମସ୍ୟା ଆପଣଙ୍କ ଲାଇଫରେ ଆସିବାରେ ଲାଗିଛି। କିନ୍ତୁ ଏସବୁ କାହିଁକି ଆସିଥାଏ ଶୁଣନ୍ତୁ, ଯେବେଠାରୁ ଆପଣ ନାଁ ନିଅନ୍ତି ପୂର୍ବରୁ କରିଥିବା ଆପଣ ବହୁତ ସାରା ଏମିତି ଖରାପ କାମ ଯାହାକି ଆପଣଙ୍କର କର୍ମ ବନିବାରେ ଲାଗିଥାଏ। ତ ସେଇ ସବୁ କର୍ମ ଯେତେବେଳେ ନାଁ ନିଅନ୍ତି ସେଇଠୁ କର୍ମ ଘଟିବାରେ ଲାଗିଥାଏ। ଯେ ଆପଣ ନାଁ ନେବା ମାତ୍ରେ ହିଁ ଆପଣଙ୍କ କର୍ମକୁ ଭଗବାନ ସଫା କରିବାରେ ଲାଗନ୍ତି, ଯାହାକି ଆପଣ ଛୋଟ ଛୋଟ ଫଳ ମାଧ୍ୟମରେ ପାଆନ୍ତି। ଛୋଟ ଛୋଟ ସିଚୁଏସନ୍ ହେଇଯାଏ, ଛୋଟ ଛୋଟ ଯାହାକି ଆପଣଙ୍କ ଘରେ ଅଶୁଭ ହେଇଯାଏ, ଯେଉଁଟାକି ଆପଣଙ୍କ କର୍ମ ଘଟୁଥାଏ। ସେଇଠି ଆପଣ ବିଚଳିତ ହେବେ ନାହିଁ। ଆପଣ ଯେତିକି ନାଁ ନେବାରେ ଲାଗିବେ ଆପଣଙ୍କ ଭାଗ୍ୟ ସେତିକି ସୌଭାଗ୍ୟ ବନିବାରେ ଲାଗିଥାଏ, ଯାହାକି ପୂର୍ବର କର୍ମ ନାଁ ନେବା ଅନୁସାରେ ସେଇ ଦିନଠାରୁ ଘଟିବାରେ ଲାଗିଥାଏ ଓ ଯେତିକି ନାଁ ନିଅନ୍ତି ଆପଣଙ୍କ କର୍ମ ସଫା ବନିବାରେ ଲାଗିଥାଏ ଓ ଆଗକୁ ଆପଣଙ୍କର ଭାଗ୍ୟ ନିର୍ମଳ ହେବାରେ ଲାଗିଥାଏ, ସୁଖମୟ ହେବାରେ ଲାଗିଥାଏ, ଯାହାକି ଆପଣ ଆଗକୁ ଚିନ୍ତା କରିନଥିବେ ଯେ ମୋ ଭାଗ୍ୟ ଏମିତି ବନିପାରିବ, ମୋ ସହିତ ଏମିତି ଚମତ୍କାର ହେବାରେ ଲାଗିବ। ସତରେ ସେମିତି ଚମତ୍କାର ହେବାରେ ଲାଗେ। ଯଦି ନାଁ ନେଉଛନ୍ତି ପ୍ରଥମେ ବହୁତ ସାରା ଅସୁବିଧା ଆଇବ, ସେଥିପାଇଁ ଆପଣ କେବେ ବି ମନରେ ଦୁଃଖ ପ୍ରକାଶ କରିବେ ନାହିଁ ଯେ ନାଁ ନେଲା ଠାରୁ ମୋ ଲାଇଫରେ ବହୁତ ସିଚୁଏସନ୍ ଆସୁଛି। ଯେବେଠାରୁ ନାଁ ନେବେ ସିଚୁଏସନ୍ ହିଁ ସିଚୁଏସନ୍ ଆସିବ, କାରଣ ପୂର୍ବ କର୍ମ ଘଟିବାରେ ଲାଗେ। ସେଥିପାଇଁ ଆପଣ ଚିନ୍ତା କରିବେ ନାହିଁ। ଆପଣ ବିଲକୁଲ ଏକାଗ୍ର ସହିତ ନାମ ନେବେ, ଯେତିକି ନାମକୁ ନେଇପାରିବେ ଆପଣଙ୍କର ଭାଗ୍ୟକୁ ସେତିକି ଆପଣ ପରିବର୍ତ୍ତନ କରିପାରିବେ। ସେଥିପାଇଁ ନାମ ନିଅନ୍ତୁ। ଯେକୌଣସି ଭଗବାନଙ୍କୁ ଆପଣ ଭଲ ପାଆନ୍ତି, ଯେକୌଣସି ଭଗବାନ ଆପଣଙ୍କର ଆରାଧ୍ୟ ଅଟନ୍ତି, ସେଇ ଭଗବାନଙ୍କ ନାଁକୁ ଆପଣ ପ୍ରତ୍ୟେକ ଦିନ ନିଅନ୍ତୁ। ବିଶ୍ୱାସର ସହିତ ନିଅନ୍ତୁ, ଏକାଗ୍ରତା ସହିତ ନିଅନ୍ତୁ, ଦେଖିବେ ଆପଣଙ୍କର ଭାଗ୍ୟ ପରିବର୍ତ୍ତନ ହେବାରେ ଲାଗିବ। ନିଶ୍ଚିନ୍ତ ଭାବରେ ମୋ କଥାକୁ ଧ୍ୟାନରେ ରଖି ନାମ ନେବା ଆରମ୍ଭ କରନ୍ତୁ। ରାଧେଶ୍ୟାମ।